ଶୃଙ୍ଗାର ରସର ସ୍ଥାୟୀ ଭାବ କ'ଣ? ଉତ୍ତର ହେବ ରତି। ହାସ୍ୟ ରସର ସ୍ଥାୟୀ ଭାବ ହସ। କରୁଣ ରସର ସ୍ଥାୟୀ ଭାବ ଶୋକ। ବୀର ରସର ସ୍ଥାୟୀ ଭାବ ଉତ୍ସାହ। ବିଭତ୍ସ ରସର ସ୍ଥାୟୀ ଭାବ ଘୃଣା। ଭୟାନକ ରସର ସ୍ଥାୟୀ ଭାବ ଭୟ। ରୌଦ୍ର ରସର ସ୍ଥାୟୀ ଭାବ କ୍ରୋଧ। ଅଦ୍ଭୁତ ରସର ସ୍ଥାୟୀ ଭାବ ବିସ୍ମୟ। ବାତ୍ସଲ୍ୟ ରସର ସ୍ଥାୟୀ ଭାବ ସ୍ନେହ। ରୀତି କାହାକୁ କୁହାଯାଏ? କାବ୍ୟ ରଚନା କରିବାର ଶୈଳୀକୁ ରୀତି କୁହାଯାଏ। ରୀତି ଚାରି ପ୍ରକାର: ବୈଦର୍ଭୀ, ଗୌଡ଼ୀ, ପାଞ୍ଚାଳୀ, ଲାଟି। ରୀତିରାତ୍ମକାବ୍ୟସ୍ୟ କିଏ କହିଥିଲେ? ଏକଥା ଆଚାର୍ଯ୍ୟ ବାମନ କହିଥିଲେ। ରୀତିର ଇଂରାଜୀ ଶବ୍ଦ ରୂପେ ଷ୍ଟାଇଲକୁ ଗ୍ରହଣ କରାଯାଇଥାଏ। ବିଶିଷ୍ଟ ପଦ ସଂଗଠନ ରୀତି ଏକଥା ଆନନ୍ଦବର୍ଦ୍ଧନ କହିଥିଲେ। ବୈଦର୍ଭୀ ରୀତି ମାଧୁର୍ଯ୍ୟ ଗୁଣକୁ ଗ୍ରହଣ କରିଥାଏ। ଗୌଡ଼ୀ ରୀତି ଓଜଃ ଗୁଣକୁ ଗ୍ରହଣ କରିଥାଏ। ପାଞ୍ଚାଳୀ ରୀତି ପ୍ରସାଦ ଗୁଣକୁ ଗ୍ରହଣ କରିଥାଏ। ଗୁଣ କେତେ ପ୍ରକାର ଓ କ'ଣ କ'ଣ? ଗୁଣ ମୁଖ୍ୟତଃ ତିନି ପ୍ରକାର: ମାଧୁର୍ଯ୍ୟ, ଓଜ, ପ୍ରାସାଦ। ରସକୁ ଚିହ୍ନିବାରେ ବା ନିରୀକ୍ଷଣ କରିବାରେ ଯେଉଁ ଧର୍ମଗୁଡ଼ିକ ସାହାଯ୍ୟ କରେ ତାହାକୁ ଗୁଣ କୁହାଯାଇଥାଏ। ବାମନ ଓ ଭରତ ମୁନିଙ୍କ ମତରେ ଗୁଣ 10 ପ୍ରକାର। ମାଧୁର୍ଯ୍ୟ ଗୁଣ କାହାକୁ କୁହାଯାଇଥାଏ? ଯେଉଁ ରଚନାକୁ ପାଠ କଲେ ପାଠକ ମନରେ ଆହ୍ଲାଦ ଜାତ ହୁଏ ତାହାକୁ ମାଧୁର୍ଯ୍ୟ ଗୁଣ କୁହାଯାଏ। ଓଜ ଗୁଣ କାହାକୁ କୁହାଯାଏ? କୌଣସି ବାଜାକୁ ଶୁଣିବା ମାତ୍ରେ ଚିତ୍ତ ବିସ୍ତୃତ ଭାବେ ଦୀପ୍ତ ହୁଏ ତାହାକୁ ଓଜ ଗୁଣ କୁହାଯାଏ। ପ୍ରସାଦ ଗୁଣ କାହାକୁ କୁହାଯାଏ? ଯେଉଁ ଗୁଣ ସହଜରେ ଶ୍ରୋତାର ହୃଦୟକୁ ଆକର୍ଷଣ କରିନିଏ ତାହାକୁ ପ୍ରସାଦ ଗୁଣ କୁହାଯାଏ। ବର୍ଗର ପ୍ରଥମ ବର୍ଣ୍ଣ ସହିତ ଦ୍ୱିତୀୟ ଓ ତୃତୀୟ ସହ ଚତୁର୍ଥ ବର୍ଣ୍ଣର ମିଳନ ହେଲେ ତାହାକୁ ଓଜ ଗୁଣ କୁହାଯାଇଥାଏ। ବାକ୍ୟରେ ବା ପଦରେ ରେଫ ବା ଟ, ଠ, ଡ, ଢ, ଣ ପ୍ରଭୃତି ବର୍ଣ୍ଣର ସମାବେଶ ହେଲେ ତାହାକୁ ଓଜ ଗୁଣ କୁହାଯାଇଥାଏ। ଧ୍ୱନିବାଦର ପ୍ରବକ୍ତା କିଏ? ଉତ୍ତର ହେଉଛି ଆନନ୍ଦବର୍ଦ୍ଧନ। ଧ୍ୱନି କାହାକୁ କୁହାଯାଏ? ସାଧାରଣତଃ ଧ୍ୱନି କହିଲେ ଶବ୍ଦକୁ ବୁଝାଏ, କିନ୍ତୁ ସାହିତ୍ୟ କ୍ଷେତ୍ରରେ ଧ୍ୱନି କହିଲେ କୌଣସି ଏକ ବାକ୍ୟର ବା ପଦର ବାଚ୍ୟାର୍ଥ ବା ଗୂଢ଼ାର୍ଥକୁ ପ୍ରକାଶ କରିବାର ମାଧ୍ୟମ ବା ପ୍ରକ୍ରିୟାକୁ ଧ୍ୱନି କୁହାଯାଏ। ଆନନ୍ଦବର୍ଦ୍ଧନଙ୍କ ରଚିତ ଗ୍ରନ୍ଥର ନାମ ହେଉଛି ଧ୍ୱନ୍ୟାଲୋକ। କାବ୍ୟସାତ୍ମା ଧ୍ୱନି ଏହି ମତଟି ଆନନ୍ଦବର୍ଦ୍ଧନଙ୍କର। ଧ୍ୱନି ମୁଖ୍ୟତଃ ତିନି ପ୍ରକାର: ବସ୍ତୁଧ୍ୱନି, ରସଧ୍ୱନି, ଅଳଙ୍କାର ଧ୍ୱନି। ବସ୍ତୁଧ୍ୱନି କାହାକୁ କୁହାଯାଏ? ଯାହା ଧ୍ୱନିତ ହେଉଥିବା ପ୍ରତୀୟମାନ ଅର୍ଥ ବସ୍ତୁମାତ୍ରାକୁ ବୁଝାଏ ତାହାକୁ ବସ୍ତୁଧ୍ୱନି କୁହାଯାଏ। ଅଳଙ୍କାର ଧ୍ୱନି କାହାକୁ କୁହାଯାଏ? ଯେଉଁଠାରେ ଅଳଙ୍କାର ଅଭିବ୍ୟଞ୍ଜିତ ହୁଏ ତାହା ଅଳଙ୍କାର ଧ୍ୱନି। ରସଧ୍ୱନି କାହାକୁ କୁହାଯାଏ? ଯେଉଁଥିରେ ରସର ସୃଷ୍ଟି ପ୍ରାଧାନ୍ୟ ବିସ୍ତାର କରିଥାଏ ତାହା ରସଧ୍ୱନି। ଧ୍ୱନିମାନଙ୍କର ମଧ୍ୟରୁ ରସଧ୍ୱନି ହେଉଛି ଶ୍ରେଷ୍ଠ। ବକ୍ରୋକ୍ତିର ପ୍ରବକ୍ତା କିଏ? ବକ୍ରୋକ୍ତିର ପ୍ରବକ୍ତା ହେଉଛନ୍ତି କୁନ୍ତକ। ବକ୍ରୋକ୍ତି କାହାକୁ କୁହାଯାଏ? ଯେକୌଣସି ଗୋଟିଏ ବିଷୟକୁ ସିଧାସଳଖ ପ୍ରକାଶ ନ କରି ବକ୍ର ଭାବରେ ପ୍ରକାଶ କଲେ ତାହାକୁ ବକ୍ରୋକ୍ତି କୁହାଯାଏ। ବକ୍ରୋକ୍ତି କାବ୍ୟ ଜୀବିତମ୍ ଏହି ମତଟି କୁନ୍ତକ ଦେଇଥିଲେ। ବକ୍ରୋକ୍ତି କେତେ ପ୍ରକାର ଓ କ'ଣ କ'ଣ?
ବକ୍ରୋକ୍ତି ଦୁଇ ପ୍ରକାର, ଶ୍ଳେଷ ବକ୍ରୋକ୍ତି, କାକୁ ବକ୍ରୋକ୍ତି। ଶ୍ଳେଷ ବକ୍ରୋକ୍ତି କାହାକୁ କୁହାଯାଏ? ବକ୍ତା ଗୋଟିଏ ଅର୍ଥରେ ଯେଉଁ ବାକ୍ୟ କହିଥାଏ ଶ୍ରୋତା ତାକୁ ଭିନ୍ନ ଅର୍ଥରେ ଗ୍ରହଣ କରିଥିଲେ ତାହାକୁ ଶ୍ଳେଷ ବକ୍ରୋକ୍ତି କୁହାଯାଏ। କାକୁ ବକ୍ରୋକ୍ତି କାହାକୁ କୁହାଯାଏ? ବକ୍ତାର କଣ୍ଠସ୍ୱରକୁ ଶ୍ରୋତା ଭିନ୍ନ ଭାବରେ ଗ୍ରହଣ କଲେ କାକୁ ବକ୍ରୋକ୍ତି କୁହାଯାଇଥାଏ। ବକ୍ରୋକ୍ତି ସିଦ୍ଧାନ୍ତକୁ କୁନ୍ତକ 6 ଭାଗରେ ବିଭକ୍ତ କରିଛନ୍ତି। ଔଚିତ୍ୟ କାହାକୁ କୁହାଯାଏ? ଉଚିତ ସ୍ଥାନରେ ଉଚିତ ପଦର ଅବସ୍ଥିତିକୁ ଔଚିତ୍ୟ କୁହାଯାଏ। ଔଚିତ୍ୟର ପ୍ରବକ୍ତା ହେଉଛନ୍ତି କ୍ଷେମେନ୍ଦ୍ର। ଔଚିତ୍ୟ କାବ୍ୟ ଜୀବିତମ୍ ଏହି ମତଟି କ୍ଷେମେନ୍ଦ୍ର ଦେଇଥିଲେ। ଔଚିତ୍ୟ 27 ପ୍ରକାର। ଔଚିତ୍ୟ ବିଚାର ଚର୍ଚ୍ଚା ଗ୍ରନ୍ଥର ରଚୟିତା ହେଉଛନ୍ତି କ୍ଷେମେନ୍ଦ୍ର। ଲୋଚନ ଟୀକା ଗ୍ରନ୍ଥର ଲେଖକ କିଏ? ଉତ୍ତର ହେବ ପଣ୍ଡିତ ଅଭିନବ ଗୁପ୍ତ। ଲୋଚନ ଟୀକା ହେଉଛି ଧ୍ୱନ୍ୟାଲୋକ ଗ୍ରନ୍ଥର ଟୀକା। ପ୍ରୟୋଗ ଦୃଷ୍ଟିରୁ ଧ୍ୱନି କେତେ ଭାଗରେ ବିଭକ୍ତ ଓ କ'ଣ କ'ଣ? ପ୍ରୟୋଗ ଦୃଷ୍ଟିରୁ ଧ୍ୱନି 3 ଭାଗରେ ବିଭକ୍ତ: ଉତ୍ତମ, ମଧ୍ୟମ, ଅଧମ। ରସାତ୍ମକ ବାକ୍ୟ କାବ୍ୟମ୍ କିଏ ଓ କେଉଁଥିରେ କହିଛନ୍ତି? ରସାତ୍ମକ ବାକ୍ୟ କାବ୍ୟମ୍ ଏକଥା ବିଶ୍ୱନାଥ କବିରାଜ କହିଛନ୍ତି। ତାଙ୍କ ରଚିତ ସାହିତ୍ୟ ଦର୍ପଣ ଗ୍ରନ୍ଥରେ କହିଛନ୍ତି। ରୀତି ଶବ୍ଦ କିପରି ସୃଷ୍ଟି ହୋଇଛି? ରିଂ ଧାତୁ ସହ 3 ପ୍ରତ୍ୟୟ ଯୋଗରେ ରୀତି ଗଠିତ ହୋଇଛି। ପାଞ୍ଚାଳୀ ରୀତିରେ କେଉଁ ରୀତିର ସମନ୍ୱୟ ଦେଖିବାକୁ ମିଳେ? ବୈଦର୍ବୀ ଓ ଗୌଡ଼ୀ ରୀତିର ସମନ୍ୱୟ ଦେଖିବାକୁ ମିଳେ। ଲାଟି ରୀତିରେ ବୈଦର୍ବୀ ଓ ପାଞ୍ଚାଳୀ ରୀତିର ସମନ୍ୱୟ ଦେଖିବାକୁ ମିଳେ। ଗୌଡ଼ୀ ରୀତିରେ ବୀର ଓ ରୌଦ୍ର ଭାବ ପ୍ରକାଶ ପାଇଥାଏ। ବୈଦର୍ବୀ ରୀତିରେ ଶୃଙ୍ଗାର ଓ କରୁଣ ରସ ପ୍ରକାଶ ପାଇଥାଏ। ଓଡ଼ିଶୀ କ୍ଲାସିକ୍ କାବ୍ୟର ସ୍ରଷ୍ଟା କିଏ? ଉତ୍ତର ହେବ ହୋମର। ରମଣୀୟାର୍ଥ ପ୍ରତିପାଦକः ଶବ୍ଦଂ କାବ୍ୟମ୍। ରମଣୀୟାର୍ଥ ପ୍ରତିପାଦକः ଶବ୍ଦଃ କାବ୍ୟମ୍ ଏକଥା ରସ ଗଙ୍ଗାଧରରେ ପଣ୍ଡିତ ଜଗନ୍ନାଥ କହିଛନ୍ତି। ରସକୁ ବ୍ରହ୍ମସ୍ୱାଦ ବୋଲି କ୍ଷେମେନ୍ଦ୍ର କହିଛନ୍ତି। ସ୍ଥାୟୀ ଭାବ ରସର ସ୍ଥାୟୀ ଭାବ 8 ପ୍ରକାର। ସେଗୁଡ଼ିକ ହେଉଛି ରତି, ହାସ, ଶୋକ, କ୍ରୋଧ, ଉତ୍ସାହ, ଭୟ, ଯୁଗୋତ୍ସାହ, ବିସ୍ମୟ। ଶୃଙ୍ଗାର ରସ 2 ପ୍ରକାରର: ସମ୍ଭୋଗ ଶୃଙ୍ଗାର ଓ ବିପ୍ରଲମ୍ଭ ଶୃଙ୍ଗାର। ଓଡ଼ିଶୀ କ୍ଲାସିକ୍ କାବ୍ୟର ସ୍ରଷ୍ଟା ହେଉଛନ୍ତି ହୋମର। ରାଧାନାଥ ରାୟଙ୍କ କେଉଁ କାବ୍ୟଟି ଏକ ସଫଳ କ୍ଲାସିକ୍? ଉତ୍ତର ହେବ ମହାଯାତ୍ରା। ସେହିପରି ମଧୁସୂଦନ ରାଓଙ୍କର ଋଷିପ୍ରାଣେ ଦେବାତରଣ ରଚନାରେ କ୍ଲାସିକ୍ ଦେଖିବାକୁ ମିଳିଥାଏ। ଫକୀରମୋହନଙ୍କ 6 ମାଳ 8 ଗୁଣ୍ଠ ଉପନ୍ୟାସ ମଧ୍ୟ କ୍ଲାସିକ୍ ଧର୍ମୀ। ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ମଧ୍ୟ କ୍ଲାସିକ୍ ବାଦର ଏକ ସଫଳ ସ୍ୱାକ୍ଷର। ରୋମାନ୍ସ ଶବ୍ଦର ଅର୍ଥ ରୋମାନ୍ସ ବା ନୋଭେଲ। ରୋମାଣ୍ଟିକ୍ ଶବ୍ଦ ପ୍ରାଚୀନ ଫରାସୀ ଭାଷାର ଏହି ରୋମାନ୍ସ ଶବ୍ଦରୁ ଆସିଛି। ରୋମାଣ୍ଟିକ୍ ଚେତନା ପ୍ରଥମ କରି
ରାଧାନାଥ ରାୟ କାବ୍ୟକୃତି ଗୁଡ଼ିକ ଭିତରେ ନେଇ ଓଡ଼ିଶା ସାହିତ୍ୟରେ ପ୍ରବେଶ କରିଥିଲା। ଏବଂ ରୋମାଣ୍ଟିସିଜିମ୍ର ଜନ୍ମ ହେଉଛି ୟୁରୋପର ଫ୍ରାନ୍ସରେ। ରୋମାଣ୍ଟିସିଜିମ୍ର ବିଶିଷ୍ଟ ବିଭବ ହେଉଛି ପ୍ରକୃତି ପ୍ରବଣତା। ଲିରିକାଲ ବାଲାଡ୍ସ କାହାର ମିଳିତ ଉଦ୍ୟମରେ ପ୍ରକାଶିତ ହୋଇଥିଲା? ଉତ୍ତର ହେବ ୱାର୍ଡସୱାର୍ଥ ଆଣ୍ଡ କଲେରିଜ। ରୋମାଣ୍ଟିସିଜିମ୍ କେଉଁ ସ୍ଥାନରେ ଜନ୍ମ ନେଇଥିଲା? ୟୁରୋପର ଫ୍ରାନ୍ସରେ। ବାସ୍ତବବାଦ ରିଅଲିଜିମ୍ ପ୍ରଥମେ ୟୁରୋପର ଫ୍ରାନ୍ସ ଦେଶରୁ ଆରମ୍ଭ ହୋଇଥିଲା। ବାସ୍ତବବାଦର ସ୍ରଷ୍ଟା ହେଉଛନ୍ତି ବାଲଜାକ୍ ଫ୍ଲେବତ୍। ବାସ୍ତବବାଦୀ ଯେଉଁ ଆନ୍ଦୋଳନ ହୋଇଥିଲା, ବାସ୍ତବବାଦୀ ଆନ୍ଦୋଳନରେ ହ୍ୟୁମାନ କମେଡ଼ି ପୁସ୍ତକର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଓଡ଼ିଆ ସାହିତ୍ୟରେ ବାସ୍ତବବାଦର ମନ୍ତ୍ରଗୁରୁ ହେଉଛନ୍ତି ଭଗବତୀ ଚରଣ ପାଣିଗ୍ରାହୀ। ଇଂରାଜୀ ସାହିତ୍ୟରେ ବାସ୍ତବବାଦୀ ଚେତନା ଜର୍ଜ ଇଲିୟଟଙ୍କ ଦ୍ୱାରା ପ୍ରଥମେ ପ୍ରକାଶ ପାଇଥିଲା। ଗଡ଼ଜାତ ବାସ୍ତବତାକୁ ନେଇ ରଚିତ ସଚ୍ଚି ରାଉତରାୟଙ୍କ କବିତାର ନାମ କ'ଣ? ଉତ୍ତର ହେବ ବାଜି ରାଉତ। ଓଡ଼ିଆ ସାହିତ୍ୟରେ କିଏ ପ୍ରଥମେ ଗଳ୍ପଗୁଡ଼ିକରେ ବାସ୍ତବବାଦୀ ଚେତନା ପ୍ରକାଶ କରିଥିଲେ? ଉତ୍ତର ହେବ ଫକୀରମୋହନ ସେନାପତି। ପ୍ରତିଭା ଶତପଥୀ କେଉଁ ଶ୍ରେଣୀର କବି? ବାସ୍ତବବାଦୀ। ପ୍ରତୀକବାଦୀ ଆନ୍ଦୋଳନର ସ୍ରଷ୍ଟା ହେଉଛନ୍ତି ମାଲାର୍ମେ। ଏହି ପ୍ରତୀକବାଦ ବା ସିମ୍ବଲିଜିମ୍ ପ୍ରଥମେ ଫ୍ରାନ୍ସ ଦେଶରେ ଆରମ୍ଭ ହୋଇଥିଲା। ରମାକାନ୍ତ ରଥଙ୍କ କବିତାର ଏକ ବଳିଷ୍ଠ ବାସ୍ତବ ନାରୀ ଚରିତ୍ର ହେଉଛନ୍ତି ଚନ୍ଦ୍ରା ବେହେରାଣୀ। ଚିତ୍ରକଳ୍ପବାଦ ପ୍ରଥମେ କେଉଁ ଦେଶରେ ଆରମ୍ଭ ହୋଇଥିଲା? ଉତ୍ତର ହେବ ଇଂଲଣ୍ଡ। ଚିତ୍ରକଳ୍ପବାଦର ପ୍ରଧାନ ପୁରୋଧା ହେଉଛନ୍ତି ଟି ହ୍ୟୁମ୍। ଟି ହ୍ୟୁମ୍ ହେଉଛନ୍ତି ଚିତ୍ରକଳ୍ପବାଦର ପ୍ରଧାନ ପୁରୋଧା। ଓଡ଼ିଆ ସାହିତ୍ୟରେ ପ୍ରଥମ ସମ୍ବୋଧନ ଗୀତ କିଏ ରଚନା କରିଥିଲେ? ଉତ୍ତର ହେବ ମଧୁସୂଦନ ରାଓ। ଆଧୁନିକ ଗାଥା କବିତାର ସଫଳ ସ୍ରଷ୍ଟା ହେଉଛନ୍ତି ଫକୀରମୋହନ ସେନାପତି। ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ନାମ କ'ଣ? ଉତ୍ତର ହେବ ଉତ୍କଳ ଦୀପିକା। ଉତ୍କଳ ଦୀପିକାର ସମ୍ପାଦକ ହେଉଛନ୍ତି ଗୌରୀଶଙ୍କର ରାୟ। ଉତ୍କଳ ଦୀପିକା ପ୍ରଥମେ ଲିଥୋ ବା ପଥରରେ କାଳି ବୋଳି ଏହି ଯେଉଁ ଲିଥୋ ପ୍ରଣାଳୀରେ ପ୍ରକାଶିତ ହେଉଥିଲା। ଉତ୍କଳ ଦୀପିକାର ପ୍ରକାଶିତ ସମୟ ହେଉଛି 4 ଅଗଷ୍ଟ 1866। ଉତ୍କଳ ଦୀପିକା 1867 ମସିହାରେ କଟକ ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶିତ ହେଲା। ପ୍ରଥମ ଛାପା ଓଡ଼ିଆ ପତ୍ରିକା କ'ଣ? ଏହାର ସମୟ କେତେ? ପ୍ରଥମ ଛାପା ଓଡ଼ିଆ ପତ୍ରିକା ହେଉଛି ଜ୍ଞାନାରୁଣ। ଏହାର ସମୟ ହେଉଛି 1849। ଜ୍ଞାନାରୁଣ ପତ୍ରିକାର ସମ୍ପାଦକ ହେଉଛନ୍ତି ଡବ୍ଲ୍ୟୁ.ସି. ଲେସି। ଜ୍ଞାନାରୁଣ ପ୍ରଥମେ ଖ୍ରୀଷ୍ଟ ଧର୍ମ ପ୍ରଚାର ଉଦ୍ଦେଶ୍ୟ ନେଇ ପ୍ରକାଶ ପାଇଥିଲା।
प्रथम हाथलेखा ओडिया पत्रिकार नाम कौन? उत्तर हेब कुजीबर। कुजीबर पत्रिकार समय होची 1828। यार संपादक होउचंदी साधु सुंदर दास। कुजीबर पत्रिका चौद्वारर कुजीबर मठरू प्रकाश पाइथिला। ओडिया भाषार प्रथम साहित्य पत्रिका कौन? ओडिया भाषार प्रथम साहित्य पत्रिका होउची उत्कल दर्पण। उत्कल दर्पण 1873 मसीह बालेश्वर ठारू प्रकाशित होइथिला। उत्कल दर्पण प्रथमे एक मास को थरे बा मासकु थरे प्रकाशित होउथिला। उत्कल दर्पण केते मसीह मासिक और पाक्षिक हैला? उत्कल दर्पण 1877 मसीह मासिक एवं 1879 मसीह पाक्षिक हैला। उत्कल दर्पण दे प्रेस रु प्रकाशित होतिला एवं यार विलय घटिला 1880 मसीह। उत्कल दर्पण रे प्रथमे राधानाथ राय का विवेकी प्रबंध प्रकाशित होइतिला। उत्कल दर्पणर प्रथम वर्ष राधानाथ राय का विवेकी प्रबंध प्रकाशित होइतिला। उत्कल दर्पण रे प्रथम वर्ष क्यों प्रबंध प्रकाश हैला? राधानाथ राय का विवेकी प्रबंध। उत्कल साहित्य रे फकीर मोहन को क्यों उपन्यासटी प्रकाश पाइथिला? उत्कल साहित्य रे फकीर मोहन को 6 माण 8 गुंठ उपन्यासटी प्रकाश पाइथिला। उत्कल साहित्यर संपादक होउचंती विश्वनाथ कर। उत्कल साहित्य राय प्रेस कटक रु प्रकाशित हेउथिला। उत्कल साहित्यर प्रकाश काल होउची 1897 मसीहा। रेवती क्यों पत्रिका रे प्रकाशित? रेवती उत्कल साहित्य द्वितीय वर्ष 10म संख्या रे प्रकाशित। रेवती गल्पर स्रष्टा किए? कमेंट बॉक्स रे कमेंट करी जणांतु। राधाकांत रंगमंच रे क्यों नाटक अभिनीत होइतिला? उत्तर हेब बाबाजी नाटक। राधाकांत रंगमंच कटकर महांगा ठारे अवस्थित। जगनमोहन लाला 1875 मसीह राधाकांत रंगमंच गठन करथिले। पल्ली पुष्प और पल्ली झरणा केते ख्रीष्टाब्द रे प्रकाश पाइथिला? उत्तर हेब पल्ली पुष्प 1948 मसीहा एवं पल्ली झरणा 1950 ख्रीष्टाब्द रे प्रकाश पाइथिला। एवं पल्ली पुष्प और पल्ली झरणा डॉक्टर कुंज बिहारी दास कर दुईटी कृति। ओडिशार प्रथम कहानी संग्रहर नाम कौन और यार रचयिता किए? ओडिशार प्रथम कहानी संग्रहर नाम उत्कल कहानी। यार रचयिता होचंती गोपाल चंद्र प्रहराज। कैसाबाड़ी नृत्य केउठारे देखा जाए? उत्तर हेब केन्द्रापड़ा जिलार बरिलो पाटणा और जलपोको ग्राम रे देखा जाए। एही कैसाबाड़ी नृत्य गोपाल मानकर नृत्य अटे। घुमुरा नृत्य पाई केउं जिला प्रसिद्ध? उत्तर हेब कलाहांडी बलांगीर संबलपुर। पुरी जिलार प्रसिद्ध नृत्य होची नागा नृत्य और शाही जात नृत्य। छऊ नाचर सृष्टि केउठारु होइथिला? उत्तर हेब मयूरभंज। दक्षिण ओडिशा रे केउ नाटक एक लोकप्रिय नाट्य भाव में परिचित? उत्तर हेब दासकाठिया और दंड नाटक। झुमुरा नृत्य
ସୁନ୍ଦରଗଡ଼ ଅଞ୍ଚଳର ଲୋକନାଟକ। उत्तर ओडिशारे केउं लोकनाटक एक लोकप्रिय नाटक अटे? उत्तर हेब पाला नाट। आदिमतम लोकनाटक भाव केउं नाटक परिचित? उत्तर हेब सखी नाट। सुलोचना हरण सुआंगर लेखक होउचंती बंधु नायक। बालीजात्रार देवता होउचंती शिव। भारत लीला अन्य केउं नाम परिचित? उत्तर हेब दुआरी नाट। कोरापुट रे एक प्रसिद्ध लोकनाटकर नाम होउची देशिया नाट। धनुजात्रा ओडिशार सबुठारु बृहत खोला रंगमंच भाव क्या बछा जाइए? उत्तर हेब बरगड़र धनुजात्रार रंगमंच। धनुजात्रा समय बरगढ़ रे केउं ग्राम को गोपपुर भाव ग्रहण करा जाए? उत्तर हेब अमापल्ली। धनुजात्रा समय जीरा नदी जमुना नदी भाव ग्रहण करा जाए। गंजाम जिले में गोटी पुओ नाच सखी नाच नाम परिचित। हिंदू मुसलमान मैत्री बंधनर एक अभिनव प्रयास केउं थिरे देखिबाकू मिले? उत्तर हेब पाला। कैवर्त गीतारे केउं नाचर विस्तृत वर्णना रही? उत्तर हेब चैती घोड़ा नाच। सारला दास का प्रथम कृतिटी होची बिलंका रामायण। सारला दास का प्रथम कृतिटी कौन? उत्तर हेब बिलंका रामायण। बिलंका रामायणर विषयवस्तु कौन? सहस्रशिरा रावणर मृत्यु होची बिलंका रामायण विषयवस्तु। सारला महाभारतर श्लोक संख्या 1,40,000। सारला दास निजर शेष जीवन केउं मठरे बिताइथिले? उत्तर हेब मुनि गोसाई मठ। गीत गोविंद काव्यर प्रथम ओडिया अनुवादक होउचंती वृंदावन दास। शशि सेना काव्यर कवि किए? उत्तर होउची प्रताप राय। चाट इच्छावती काव्यर कवि किए? उत्तर हेब बनमाली दास। रुक्मिणी विवाहर रचयिता किए? उत्तर हेब कार्तिक दास। जगन्नाथ चरितामृतर रचयिता किए? उत्तर हेब दिवाकर दास। वैष्णव लीलामृत रचयिता होउचंती माधव पट्टनायक। खुदरुकुणी ओषार रचयिता किए? उत्तर हेब गोपीनाथ दास। कणामामू उपन्यासर स्रष्टा किए? उत्तर हेब कांत कवि लक्ष्मीकांत महापात्र।